ବାବୁଲି ସାହୁ ନିଖିଳ ଉତ୍କଳ ଥୋରିଆ ସମାଜ ଜଗତସିଂହପୁର ଜଣେ ସଭ୍ୟ ଅଟେ। ବୋଇତ ବନ୍ଦାଣ ଉତ୍ସବ ଆମ ଜାତିର ଗୋଟେ ପରମ୍ପରା। ଏ ପରମ୍ପରା ବା ପୂର୍ବସୂରୀମାନଙ୍କୁ ମନେ ରଖିବା ପାଇଁ ଆମର ଯେଉଁ ପରପିଢ଼ି ଆସୁଛନ୍ତି ସେ ପରପିଢ଼ିଙ୍କୁ ଜାଗ୍ରତ କରିବା ପାଇଁ ଗୋଟେ ଜାତିଭିତ୍ତିକ ପ୍ରଥମ ଯେତେବେଳେ ହେଉଛି ଆମେ ଯେଇଟା ହେଉଛି ଆମର ଅଷ୍ଟମ ବର୍ଷର ଯେଉଁ ପର୍ବ ଆମେ ଯେତେବେଳେ ପ୍ରଥମ ହେଉଛି ପାଳିଲୁ ଏବଂ ଆମ ଯେଉଁ ମୁରବୀମାନେ ଆମଠାରୁ ସାନ ଭାଇମାନେ ଆମର ମୁରବୀମାନେ ମା ଭଉଣୀମାନେ ବି ହେଉଛି ତା ସଂଶ୍ଳିଷ୍ଟ ଅଛନ୍ତି। ସମସ୍ତଙ୍କୁ ନେଇ ଆମେ ଗୋଟେ ହେଉଛି ବାରଙ୍ଗରେ ଆମର ଯେଉଁ ବୈଠକ ହୁଏ ସେଠି ଆମେ ଆଲୋଚନା କରାଯାଇଥିଲା। ଯେଉଁ ବାରଙ୍ଗରେ ଯେଉଁ ହୁଏ ଆମର ହେଉଛି ଦଶହରା ପର୍ବ ବେଳେ ଦଶହରାକୁ ପାଳନ ଆମ ଜାତିଭିତ୍ତିକ ଭାବେ ଗୋଟେ ପାଳନ କରୁ ବାରଙ୍ଗରେ। ସେ ବାରଙ୍ଗରେ ଆମର ହେଉଛି ଆଲୋଚନା କରାଯାଇଥିଲା ଏବଂ ପୂର୍ବସୂରୀମାନଙ୍କୁ ମନେ ରଖିବା ପାଇଁ ବର୍ତ୍ତମାନର ସମାଜର ଅବସ୍ଥାକୁ ଲକ୍ଷ୍ୟ କରି ଆମର ଯେଉଁ ପରପିଢ଼ି ଆସୁଛନ୍ତି ଯେଉଁ ଯୁବକମାନେ ଆସୁଛନ୍ତି ତାଙ୍କୁ ଜାଗ୍ରତ କରିବା ପାଇଁ ଉତ୍ସାହିତ କରିବା ପାଇଁ ଆମେ ଏଇ ଯେଉଁ ନୌବାଣିଜ୍ୟର ବା ହେଉଛି ନୌକା ଯାତ୍ରାର ଆମେ ପ୍ରଥମ ହେଉଛି ବ୍ୟବସ୍ଥା କରିଥିଲୁ। ଆଜି ସେଟା ହେଉଛି କ୍ରମେ ଶିଶୁରୁ ବର୍ତ୍ତମାନ ଟିକେ ହେଉଛି ବର୍ତ୍ତମାନ କିଶୋର ଅବସ୍ଥାକୁ ବର୍ତ୍ତମାନ ଆମେ ଯାଉଛୁ। ସେଥିରେ ହେଉଛି ଆମେ ପ୍ରଥମେ ନିଜ ବ୍ୟବସ୍ଥା ଭିତରେ ଏ ନୌବାଣିଜ୍ୟ ବା ଏ ଯେଉଁ ନୌକା ଯାତ୍ରାକୁ ଆମେ ଆରମ୍ଭ କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ଏଇ ଅଷ୍ଟମ ବର୍ଷରେ ଆମେ ସରକାରଙ୍କର କିଛି ସାହାଯ୍ୟ ସହଯୋଗ ପାଇବା ପାଇଁ ଆମେ କିଛି ବ୍ୟବସ୍ଥା କରିଛୁ। ତତ୍ପରେ ଆମର ସ୍ଥାନୀୟ ବିଧାୟକ ଆଜି ଗୋଟେ ଖୁସିର ବିଷୟ ସମସ୍ତଙ୍କ ପାଇଁ ଆମ ଜାତି ତଥା ଏ ଗାଲୁପଡ଼ା ଅଞ୍ଚଳର ବା ଆମର ଏଠି ଯେଉଁ 5 ଖଣ୍ଡି ମୌଜା ଅଛି ସେ ମୌଜା ମାନଙ୍କର ଗୋଟେ ଖୁସି ପାଇଁ ଯେଉଁ ଆମର ସ୍ଥାନୀୟ ବିଧାୟକ ଆସିଥିଲେ। ଏଠି ବି ହେଉଛି ଆମର ଯେଉଁ ଗାଲୁପଡ଼ା ଘାଟରେ ସେଠି ଆମର ହେଉଛି ଦେବୀ ଦଶହରା ପାଳନ ବେଳେ ଯେଉଁ ଦେବୀ ଯେଉଁମାନେ ବିସର୍ଜନ କରାଯାଏ ଯେଉଁ ଅସ୍ଥାୟୀ ପୋଖରୀ ହୁଏ ସେଠି ବି ହେଉଛି ଅବ୍ୟବସ୍ଥା ଭିତରେ ହେଇଥାଏ। କିନ୍ତୁ ସ୍ଥାନୀୟ ବିଧାୟକ ଗୋଟେ ଆଜି ଗୋଟେ ପ୍ରତିଶ୍ରୁତି ଦେଇଥିଲେ, ଯୋଡ଼ିଏ ଜିନିଷ କହିଥିଲେ। ଗୋଟେ ହେଉଛି ଆମେ ଏଠି ଯେଉଁ ଘାଟର ଉନ୍ନତିକରଣ କରିବା, ତତ୍ସହିତ ଆମେ ହେଉଛି ଏଠି ଆଲୋକୀକରଣ କରିବା। ଏଇଟା ହେଉଛି ଗୋଟେ ବଡ଼ ଆମ ପାଇଁ ଏବଂ ସ୍ଥାନୀୟ ଅଞ୍ଚଳଙ୍କ ପାଇଁ ଗୋଟେ ହେଉଛି ଖୁସିର ବିଷୟ। କାରଣ ଅଳକାର ଯେଉଁ ଗାଲୁପଡ଼ା ଘାଟ ହେଇଛି ସେ ଘାଟରେ ଆମର ହେଉଛି ଚଳିବା ପାଇଁ ବହୁତ ଅବ୍ୟବସ୍ଥା ଅଛି। ଆମେ ଆଜି ଯେଉଁ କଲୁ ଆମେ ନୌକା ଯାତ୍ରା ବୋଇତ ବନ୍ଦାଣ ଉତ୍ସବ କଲୁ ସେଥିରେ ବି ହେଉଛି ନିଜେ ସ୍ଥାନୀୟ ବିଧାୟକଙ୍କ ସହିତ ଯୋଗ ଦେଇଥିଲେ। ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ସହିତ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ମ୍ୟୁନିସିପାଲିଟିର ଅଧ୍ୟକ୍ଷା ଶ୍ରୀମତୀ ଯେଉଁ ଅର୍ଚ୍ଚନା ସିଂ ମହାଶୟା, ତାଙ୍କ ସହିତ ଯୋଗ ଦେଇଥିଲେ ଯେଉଁ ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ମହାଶୟ, ତାଙ୍କ ସହିତ ଯୋଗ ଦେଇଥିଲେ ଆମର ବ୍ଲକର ଉପାଧ୍ୟକ୍ଷ ରତିରଞ୍ଜନ ବେହେରା ମହାଶୟ, ଆମର 52 ଦେଶର ହେଉଛି ସଭାପତି ଥୋରିଆ ସମାଜର 52 ଦେଶର ସଭାପତି ଶ୍ରୀଯୁକ୍ତ ମାୟାଧର ସାହୁ ମହାଶୟ। ତତ୍ସହିତ ବଡ଼ ଖୁସିର ବିଷୟ ଜଗତସିଂହପୁର IAC ମଧ୍ୟ ଯୋଗ ଥିଲେ। କିନ୍ତୁ ହେଉଛି ସମୟର ଅଭାବ, ପାରାଦ୍ୱୀପରେ କାର୍ଯ୍ୟକ୍ରମ ଥିଲା। ଯଦିଓ ହେଉଛି ଜିଲ୍ଲାପାଳ ଆମକୁ ହେଉଛି କନସେଣ୍ଟ ଦେଇଥିଲେ ଏଇ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି, କିନ୍ତୁ ସେ ଦୁଃଖର ସହିତ ସେ ଆମକୁ ମେସେଜ୍ କରିଥିଲେ ଯେ ମୁଁ ଯାଇପାରୁନି କାରଣ ହେଉଛି ଚିଫ୍ ମିନିଷ୍ଟର ପ୍ରୋଗ୍ରାମ୍ ଅଛି। ତତ୍ସହିତ ଆମର ବ୍ଲକର ଅଧ୍ୟକ୍ଷା ମହାଶୟା କନକପ୍ରଭା ଲେଙ୍ଗା ମଧ୍ୟ ତାଙ୍କର କନସେଣ୍ଟ ଦେଇଥିଲେ, କିନ୍ତୁ ତାଙ୍କର ଯେଉଁ ଶରୀର ଅସୁସ୍ଥ ପାଇଁ ସେ ଆମ ପାଖରେ ଯୋଗ ଦେଇନଥିଲେ। କିନ୍ତୁ ଯେତିକି ହେଉଛି ଆମର କାର୍ଯ୍ୟକ୍ରମ ହେଇଛି ପ୍ରାୟତଃ ଆମେ ଅନୁଭବ କରୁଛୁ ଆମର ହେଉଛି 3-4 ହଜାରରୁ ଉର୍ଦ୍ଧ୍ୱ ଲୋକ କହିଲେ ମାନେ ସ୍ତ୍ରୀ ଲୋକମାନେ ଅଛନ୍ତି, ପୁରୁଷ ଲୋକ ଅଛନ୍ତି, ଛୋଟ ପିଲା ଅଛନ୍ତି, ଆବାଳ ବୃଦ୍ଧ ବନିତା ସମସ୍ତେ ଏଠି ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବଂ ଆମେ ସମସ୍ତେ ଯେଉଁ ଭାଇମାନେ ବା ଯେଉଁ ବନ୍ଧୁମାନେ ଏଇ କାର୍ଯ୍ୟକ୍ରମ ଗାଲୁପଡ଼ାର ଭାଇମାନେ ଠାରୁ ଆରମ୍ଭ କରି ଆମର ହାଜିପୁର ଜଗତସିଂହପୁର ଜିଲ୍ଲା କଥା କହୁଛି, ଜଗତସିଂହପୁର ଜିଲ୍ଲାର ଜାତିଭିତ୍ତିକ ଯେଉଁମାନେ ଯେଉଁଠି ଅଛନ୍ତି ସମସ୍ତେ ଆମ ଏଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏବଂ ପ୍ରାୟତଃ ହେଉଛି ଆମେ ସମସ୍ତେ ଯେହେତୁ ସରକାରୀ ସ୍ତରରୁ ସାଧାରଣ ଲୋକ ପର୍ଯ୍ୟନ୍ତ ଯେଉଁ ଆମ ଯେଉଁ ପାଖା ପଡ଼ୋଶୀର ମାନେ ଭାଇ ଭଉଣୀମାନେ ରହିଲେ ସେମାନେ ସମସ୍ତେ ବି ଆମକୁ ସହଯୋଗ କରି ଉତ୍ସାହିତ କରିଛନ୍ତି। ଏବଂ ଆମ ଯେଉଁ ବୋଇତ ବନ୍ଦାଣ ଉତ୍ସବ ନିଶ୍ଚିତ ଭାବରେ ଆମେ ଗର୍ବର ସହକାରେ କହିବୁ
ଯଦି ହେଉଛି ଆମ ଏଇ ନଗର ଏ ଯେଉଁ ମ୍ୟୁନିସିପାଲିଟି ଅଞ୍ଚଳରେ ଏଇଟା ହେଉଛି ଆମର ବିରାଟ ହେଉଛି ଯେଉଁ ବୋଇତ ବନ୍ଦାଣ ଉତ୍ସବ ଆମେ ତାକୁ ସୁରୁଖୁରୁରେ ଆୟୋଜନ କରିପାରିଛୁ ଏବଂ ସମସ୍ତଙ୍କୁ ଆମେ ଏହି ଆପଣଙ୍କ ମାଧ୍ୟମରେ शुभेच्छा जनाऊ जहाँ यही भाव प्रतिवर्ष आमको हूँ उत्साहित करंतु एवं बोईत बंदन उत्सव आहरी आग को जाऊ और सरकारी स्तर में कहते पहुँचो सेटा हूँ आपण माध्यम आम सरकार जिलापाल को अनुरोध करुचु आगामी भविष्य में केमी से घाटर परिवर्तन हो एवं ये जो आमर परंपरा अक्षुण्ण रो।